4 ମାସ ବିତିଲା କେବେ ମିଳିବ ପିଏମ୍ କିଷାନର 20ତମ କିସ୍ତି ଟଙ୍କା? ଏବେ ସମ୍ଭାବ୍ୟ ନୂଆ ତାରିଖକୁ ଆଶା। ଚାଲନ୍ତୁ ଆଜି ଆମେ ଜାଣିବା ପିଏମ୍ କିଷାନର 20ତମ କିସ୍ତିକୁ ନେଇ କିଛିଟା ଅପଡେଟ୍ ଆସିଛି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଅନୁରୋଧ କରୁଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାର 20ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। 20 ଜୁନରେ ପ୍ରଧାନମନ୍ତ୍ରୀ ବିହାର ଗସ୍ତରେ ଯାଇଥିବା ବେଳେ ଆଶା ସୃଷ୍ଟି ହୋଇଥିଲା ଟଙ୍କା ଆସିବ। 18 ଜୁଲାଇରେ ପ୍ରଧାନମନ୍ତ୍ରୀଙ୍କ ମୋତିହାରୀ ଗସ୍ତ ପରେ ଏବେ ଏକ ସମ୍ଭାବ୍ୟ ନୂତନ ତାରିଖ ଆସିଛି। 4 ମାସ ପୂରଣ ହେବାକୁ ଯାଉଛି, କିନ୍ତୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 20ତମ କିସ୍ତି ବିଷୟରେ ଏପର୍ଯ୍ୟନ୍ତ କୌଣସି ଖବର ନାହିଁ। 20 ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଗସ୍ତରେ ଯାଇଥିବା ବେଳେ ଆଶା ସୃଷ୍ଟି ହୋଇଥିଲା ଯେ 2000 ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଆସିବ। ତାପରେ 18 ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୋତିହାରୀ ଗସ୍ତ ଆଶା ସୃଷ୍ଟି କରିଥିଲା, କିନ୍ତୁ ପୁଣି ନିରାଶା ଦେଖା ଦେଇଦେଲା। ଜୁଲାଇ ଶେଷ ହେବାକୁ ଯାଉଛି, କିନ୍ତୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାର 20ତମ କିସ୍ତି ପାଇଁ ଚାଷୀଙ୍କ ଅପେକ୍ଷା ଶେଷ ହେଉନାହିଁ। ଏବେ ଆଶା କରାଯାଉଛି ଯେ 2 ଅଗଷ୍ଟରେ ସରକାରଙ୍କ ପକ୍ଷରୁ କିଛି ଭଲ ଖବର ଆସିପାରେ। ଯଦିଓ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ନାହିଁ, କିନ୍ତୁ ଯେଉଁ ସମୀକରଣଗୁଡ଼ିକ ଗଠନ ହେଉଛି ତାହାକୁ ଦେଖିଲେ ଏହି ତାରିଖକୁ ନେଇ ଆଶା ସୃଷ୍ଟି ହୋଇଛି। 26 ଜୁଲାଇ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ 2000 ଟଙ୍କାର କିସ୍ତି ଆସିବା କଷ୍ଟକର, କାରଣ ପ୍ରଧାନମନ୍ତ୍ରୀ ଦେଶରେ ରହିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 23ରୁ 26 ଜୁଲାଇ ପର୍ଯ୍ୟନ୍ତ ବ୍ରିଟେନ୍ ଏବଂ ମାଳଦ୍ୱୀପ ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ 23 ଏବଂ 24 ଜୁଲାଇ 2 ଦିନିଆ ୟୁକେରେ ସରକାରୀ ଗସ୍ତରେ ଯିବେ। ସେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ଯାଉଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରୁ ମାଳଦ୍ୱୀପ ଯିବେ। ପ୍ରଧାନମନ୍ତ୍ରୀ 25 ଏବଂ 26 ଜୁଲାଇରେ ମାଳଦ୍ୱୀପରେ ରହିବେ। ଏପରି ପରିସ୍ଥିତିରେ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଟଙ୍କା ଆସିବାର ସମ୍ଭାବନା କମ୍ ରହିଛି। ଖରିଫ ଫସଲ ବୁଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ କ୍ଷେତ୍ର ବାରାଣସୀ ଗସ୍ତ କରିବାକୁ ଯାଉଛନ୍ତି। ଅଗଷ୍ଟ 2ରେ କାଶୀରେ ତାଙ୍କର ଏକ ବଡ଼ କାର୍ଯ୍ୟକ୍ରମ ଅଛି। ବାରାଣସୀରୁ ପ୍ରାୟ 20 କିଲୋମିଟର ଦୂର ସେବାପୁରୀରେ ତାଙ୍କର ସାଧାରଣ ସଭା ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ ସେ ଉତ୍ତର ପ୍ରଦେଶକୁ ପ୍ରାୟ 1000 କୋଟି ଟଙ୍କାର ଉପହାର ଦେବାକୁ ଯାଉଛନ୍ତି। ଏହି ଅବସରରେ ସେ କୃଷକମାନଙ୍କ ପାଇଁ ଖୁସି ଖବର ଘୋଷଣା କରିବାର ସମ୍ଭାବନା ରହିଛି। ଏହା ମଧ୍ୟ ବିଶ୍ୱାସ କରାଯାଉଛି, କାରଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 17ତମ କିସ୍ତି ମଧ୍ୟ କାଶୀରୁ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥିଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ସର୍ବାଧିକ ଲାଭ ୟୁପିରେ ଚାଷୀମାନେ ପାଉଛନ୍ତି। ଉତ୍ତର ପ୍ରଦେଶର 2.84 କୋଟି ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହିତ ଜଡ଼ିତ। ଏହା ସର୍ବାଧିକ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ 93 ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାର ଲାଭ ପାଉଛନ୍ତି। ଅଗଷ୍ଟ 2 ତାରିଖରେ ଟଙ୍କା ଆସିବାର ସମ୍ଭାବନା ମଧ୍ୟ ଅଧିକ, କାରଣ 4 ମାସ ବିତି ସାରିଛି ଏବଂ ସରକାର ଏହାକୁ ଆଉ ବିଳମ୍ବ କରିବାକୁ ଚାହିଁବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ଆଶା କରୁଛି ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଟଙ୍କା ଖୁବ୍ ଶୀଘ୍ର ଛାଡ଼ିଦେବେ ସମସ୍ତଙ୍କ ଆକାଉଣ୍ଟକୁ, କାହିଁକିନା 4 ମାସ ବିତି ସାରିଲାଣି, ତ ପ୍ରଧାନମନ୍ତ୍ରୀ ଆଉ ଲେଟ୍ କରିବେନି ବୋଲି ଆଶା କରାଯାଉଛି। ଏହି ଟଙ୍କା ଅଗଷ୍ଟ 2 ତାରିଖ ନହେଲେ ଅଗଷ୍ଟ ପ୍ରଥମ ସପ୍ତାହରେ ସବୁ ଚାଷୀମାନଙ୍କ ଆକାଉଣ୍ଟକୁ ଆସିବ ବୋଲି ଆଶା କରାଯାଉଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଏମିତିକା ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।